ଶ୍ରୀମଦ୍ଭାଗବତ ଚତୁର୍ଥ ସ୍କନ୍ଦ 31 ମୈତ୍ରେୟ ଉବାଚ। ମୈତ୍ରେୟ କହନ୍ତି ବିଦୁର ପ୍ରଚେତା ବିଦୁର ବିଚାର। ସେ 10 ଭାଇ ଦିବ୍ୟ ଜ୍ଞାନୀ ହରିଙ୍କ ଆଜ୍ଞା ଅନୁଧ୍ୟାନୀ। ପତ୍ନୀକୁ ପୁତ୍ର ସମର୍ପିଲେ ରାଜ୍ୟକୁ ତେଜିବେ ବନେ ଗଲେ। ପଶ୍ଚିମ ଜଳଧି ତଟରେ ରହିଲେ ସିଦ୍ଧ ଆଶ୍ରମରେ। ଜାବାଳ ନାମେ ଦ୍ୱିଜବର ଯହିଁ ରହିଲେ ସିଦ୍ଧେଶ୍ୱର। ତହିଁ ସେମାନେ ତପ କରି ପୂଜନ୍ତି ବ୍ରହ୍ମାଚିତ ସ୍ମରି। ଏମନ ଲୋଚନ ବଚନ ସଂଯମେ କଲେ ପ୍ରାଣ ମନ। ଅସନ ଆଦି ଜୟ କଲେ ସୁଧାନ୍ତ ବିଗ୍ରହ ହୋଇଲେ। ଏମନ୍ତ ସମୟେ ବିଦୁର ନାରଦ ବ୍ରହ୍ମାଙ୍କ କୁମର। ମିଳିଲେ ସେଠାବରେ ଆସି ସେମାନେ ତପେଛନ୍ତି ବସି। ଦେଖି ନାରଦ ମୁନିବର ସେମାନେ ଉଠିଲେ ସତର। ବେଗେ ଆସନ ଆଣି ଦେଲେ ଚରଣ ଯୁଗ ପଖାଳିଲେ। ଆନନ୍ଦେ ବସାଇଲେ ନେଇ ପୂଜିଲେ ଅର୍ଘ୍ୟ ଆଦି ଦେଇ। ଆନନ୍ଦେ ବସେ ମୁନିବର ସେମାନେ ଅଗ୍ରେ ଯୋଡ଼ି କର। ପ୍ରଚେତ ସୂଚୁ ବସି ବିଚାରନ୍ତି ବିନୟେ ଭମୁନି ସ୍ୱାଗତ ନିର୍ଣ୍ଣୟେ। କି ଭାଗ୍ୟ ଆମ୍ଭେ କରିଥିଲୁ ଏ ତୁମ୍ଭ ଦର୍ଶନ ଲଭିଲୁ। ଭମୁନି ଏ ତୁମ୍ଭ ଭ୍ରମଣ ଅଜ୍ଞାନ ଜନେ ଉଦ୍ଧାରଣ। ନିର୍ଭୟ ହେତୁ ପ୍ରାଣୀଙ୍କର ତୁମ୍ଭ ଦର୍ଶନେ ମୁନିବର। ଯେସନେ ସୂର୍ଯ୍ୟଙ୍କ ଉଦୟ ଅଶେଷ ପ୍ରାଣୀ ସୁଖୋଦୟ। ସେ ରୂପେ ତୁମ୍ଭ ଦର୍ଶନ ସୌଭାଗ୍ୟ ଆମ୍ଭର ଜୀବନ। ଭମୁନି ମନ ଦୁଃଖ ଯେତେ କହିବୁ ତୁମ୍ଭର ଅଗ୍ରତେ। ପୂର୍ବେ ଯେ ପ୍ରଭୁ ଭଗବାନ କହି ଯେ ଥିଲେ ଦିବ୍ୟ ଜ୍ଞାନ। ଆମ୍ଭେ ଯେ ଗୃହ ଧର୍ମେ ପଡ଼ି ଦିବ୍ୟ ଜ୍ଞାନ ଦେଲୁ ହୁଡ଼ି। ଭମୁନି କର ଅନୁଗ୍ରହ ସେ ତତ୍ତ୍ୱ ଜ୍ଞାନ ଏବେ କହ। ଏ ଭବ ସାଗର ଦୁସ୍ତର ସେ ଜ୍ଞାନ ହୋଇଲୁ ନିସ୍ତାର। ମୈତ୍ରେୟ ଉବାଚ। ମୈତ୍ରେୟ କହନ୍ତି ଭାରତ ଏମନ୍ତ ବାକ୍ୟ ସେ ପ୍ରଚେତ। ସ୍ମରି ନାରଦ ଭଗବାନ ଉତ୍ତମ ଶ୍ଲୋକେ କଲେ ଧ୍ୟାନ। ଧ୍ୟାନ କରନ୍ତି ନୃପବର ରୋମ ପୁଲକ କଳେବର। ପୃଷ୍ଠ ବିଷୟ ନିବଜିଲେ ଦେହ ଜୀବନ ପାଶରିଲେ। ତତ୍କ୍ଷଣ ପାଇ ଦେହ ବୁଦ୍ଧି ତାହାଙ୍କୁ କହନ୍ତି ପ୍ରବତି। ନାରଦ ଉବାଚ। ଶୁଣ ନୃପତି ଧର୍ମଶୀଳ ଯେଣେ ତ ହୋଇବ କୁଶଳ। କହିବା ଶୁଣ ସାବଧାନ ଯେ ଧର୍ମେ ହେବ ତୁମ୍ଭ ଜ୍ଞାନ। ହରି ଭଜନ ଯେବେ ନାହିଁ ଏଥୁ ଅଭାଗ୍ୟ ପରେ କାହିଁ। ସୁସାଧ୍ୟ କଲେ ଦିବ୍ୟ ଜ୍ଞାନ ଅପରେ ଯେତେ ତପଦାନ ଦାନ। ଏ ସର୍ବତର କାରଣ ଯେବେ ନ ଲଭେ ନା ଭଜେ ନାରାୟଣ। ଯେସନ ଜନେ ତରୁ ମୂଳେ ସେଚନ କଲେ ନେଇ ଜଳେ। ତାହାର ଭୁଜ ସ୍କନ୍ଦ ଶାଖା ସର୍ବସନ୍ତୁଷ୍ଟ ମୂଳେ ଏକା। ଏମନ୍ତ ସେ ହରିଙ୍କି ସେବା କଲେ ସନ୍ତୋଷ ସର୍ବଦେବା। ହରିଟି ସର୍ବ ଆତ୍ମା ମୂଳ ଯେତେ ପ୍ରପଞ୍ଚେ ସୂକ୍ଷ୍ମ ସ୍ଥଳ। ଅପରେ ହରି କଥା ମାନ କହି ତୋଷିଲେ ତାଙ୍କ ମନ। ତତ୍କ୍ଷଣେ ବ୍ରହ୍ମଲୋକ ଗଲେ ସେ ସର୍ବ ସନ୍ତୋଷେ ରହିଲେ। ମୈତ୍ରେୟ ଉବାଚ। ଶୁଣ ବିଦୁର ଜ୍ଞାନବନ୍ତ ନାରଦ ମୁଖରୁ ନିର୍ଗତ। ହରିଙ୍କ ନାମ ଯଶ ଗୁଣ ଯେବା ଭାବନ୍ତି ଅନୁକ୍ଷଣ। ସେ ସର୍ବ କାମାର୍ଥ ଲଭନ୍ତି ଇତ୍ୟାଦି ତାର ବିନାଶନ୍ତି। ଶୁଣ ଆନନ୍ଦେ ନୃପଗଣ ହରିଙ୍କୁ ଭଜି ଅନୁକ୍ଷଣେ। ସେ ଅନ୍ତେ ହରିଙ୍କୁ ଲଭିଲେ ନାରଦ ହେତୁ ନିସ୍ତରିଲେ। ଏଣୁ ସାଧୁଙ୍କ ସଙ୍ଗେ ପ୍ରାଣୀ ଅନ୍ତରେ ଲଭେ ଚକ୍ର ପାଣି। ଅପରେ ନାହିଁ ସଦଗତି ଏଗୁହ୍ୟ ଗୁପ୍ତ ଜ୍ଞାନ ଅତି। ସେ ସାଧୁ ସଙ୍ଗେ ଚିତ୍ତେ କରେ ମାୟା ସ୍ନେହ ଯାଇ ଦୂରେ। କହିଲୁ ବ୍ରହ୍ମତତ୍ତ୍ୱ ସାର ମୈତ୍ରେୟେ କହନ୍ତି ବିଦୁର। ତୋର ସଂଶୟ ହୃଦଗତେ ପଚାରିଥିଲୁ ଯେ ବୃତ୍ତାନ୍ତେ। ସାରୋଦ୍ଧାର ଏ ଭାଗବତ କହି ଯେ ଥିଲେ ଭାଗବତେ କହି ଯେ ଥିଲୁ ଆମ୍ଭେ ତୋତେ। ନାରଦ ପ୍ରଚେତ ଦଶଙ୍କ ସମ୍ବାଦେ ଚରିତ ହରିଙ୍କ। ମୁଁ ଫେଡ଼ି କହିଲହିଁ ତାହା ସନ୍ଦେହ କରିଥିଲୁ ଯାହା। ଶ୍ରୀଶୁକ ଉବାଚ। କହନ୍ତି ସୁକ ମହାମୁନି ଶୁଣ ପରୀକ୍ଷ ମହାଜ୍ଞାନୀ। ମୈତ୍ରେୟ ଏମନ୍ତ କହିଲେ ବିଦୁର ବିନୟେ ଶୁଣିଲେ। ଆନନ୍ଦେ ଲୋମ ପୁଲକିତ ଭାବ ଗଦ୍ଗଦେ ଅଶ୍ରୁପାତ। ଆନନ୍ଦ ସାଗରେ ବୁଡ଼ିଲେ ଦେହ ଜୀବନ ପାଶରିଲେ। ଧରିଣ ମୁନିଙ୍କ ଚରଣେ ହେ ମୁନି
ଚରଣ ହେମୁନି କର ଉଦ୍ଧାରଣ ତୁମ୍ଭ ପ୍ରସନ୍ନେ ତତ୍ତ୍ୱ ଜ୍ଞାନ ପାଇ ଛାଡ଼ିଲା ଅଭିମାନ ଭୋମୁନି ତୁମ୍ଭ ଜ୍ଞାନ ପରେ ଦେଖାଇ ଦେଲ ତତ୍ତ୍ୱ ଜ୍ଞାନ ପର ଦେଖାଇ ଦେଲ ତତ୍ତ୍ୱ ସାର ଏମନ୍ତ ଜନେ ଯେବେ ହୋଇ ଶ୍ରୀ ସେ ପ୍ରାଣୀ ହରିଙ୍କୁ ଭଜଇ ମୁଁ ଏବେ ହେଲି ମୁଖ୍ୟ ପର ତୁମ୍ଭ ଦର୍ଶନେ ମୁନିବର ମୁନି ଆଜ୍ଞା ଦେବ ଯେବେ ନିଜ ସଦନେ ଯିବି ତେବେ ମୁନିଙ୍କ ଚରଣେ ନ ମିଳେ ସେ ତାଙ୍କୁ ତୋଷ ଆଜ୍ଞା ଦେଲେ ହସ୍ତିନା ଗମଇ ବିଦୁର ଦେଖିବା ଅର୍ଥେ ସହୋଦର ଛାଡ଼ି ସମସ୍ତ ମାୟା ମୋହ ଗମିଲା ଭାତୃ ସ୍ନେହ ଶୁଣ ରାଜନ ଦଣ୍ଡଧର ସେ ଯେ ପ୍ରାଚୀନ ନୃପବର ତାହାଙ୍କ ପୁଣ୍ୟ ଯଶ କୀର୍ତ୍ତି ସେ ଯେ ନିତ୍ୟ ଶୁଣେ ଦୃଢ଼େ ଅତି ତାକ୍ଷଣ ଆୟୁଷ ଲଭଇ ବିପୁଳ ଭୋଗ ନ ଛାଡ଼ଇ ଷଡ଼ ଆୟୁଷ ଭୋଗ ତୋଷ ଅନ୍ତେ ଯେ ଗତି ଚତୁର୍ଦ୍ଦଶ କହଇ ବିପ୍ର ଜଗନ୍ନାଥ ଏକୃଷ୍ଣ ଆଜ୍ଞାରୁ ଭକତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ ବୈୟାସିକା ଚତୁର୍ଥ ସ୍କନ୍ଧେ ନାରଦ ପ୍ରଚେତ ତା ପ୍ରସଙ୍ଗେ 31 ଭୀମସ୍ୟାପି ରଣଭଙ୍ଗେ ମୁନିରୂପ ମତିଭ୍ରମମ୍ ଯଦି ଶୁଦ୍ଧ ମଶୁଦ୍ଧ ବା ମମ ଦୋଷ ନ ବିଦ୍ୟତେ। ଜୟ ଜଗନ୍ନାଥ। ଶ୍ରୀମଦ୍ ଭାଗବତ ଚତୁର୍ଥ ସ୍କନ୍ଧ